ସ୍ତ୍ରୀ କହିଛି ତୁମ କଲିଜା ଖାଇବ। ମାଙ୍କଡ ସେଠୁ ଗୋଟେ ଉପାୟ ପାଞ୍ଚିଲା। ଡରରେ କଣ ଉପାୟ ପାଞ୍ଚିଲା? କହିଲା ସଂଘାତ ମତେ ଆଗରୁ କହିଲେନି, ମୋ କଲିଜା ତ ଗଛ କରଡ଼ରେ ଅଛି। ଏଇ କଥା ଟିକେ ଆଗରୁ କହିପାରିଲନି, ମୁଁ ତମ କଲିଜା ଗଛ କରଡ଼ରେ ରଖିଦେଇ ଆସିଛି। କୁମ୍ଭୀର ସେଇଠୁ କହିଲା ହଉ ଚାଲ, ତମେ ଯଦି ଗଛ କରଡ଼ରେ ରଖିଥିବ ତାହେଲେ ମତେ ଆଣିକି ଦିଅ। କାହିଁକି ନା ଆପଣ ବହୁତ ଚାଲାକ ଥିଲେ ନା, ସେ ଜାଣିପାରିଲେ କି ମୋ କଲିଜା କୁମ୍ଭୀର ଖାଇବା ପାଇଁ ତା ସ୍ତ୍ରୀ ଖାଇବା ପାଇଁ ଯାଉଛି, ସେଥିପାଇଁ ସେ ଡାକି ଦେଇଥିଲା। ସେଥିପାଇଁ ତାକୁ ଫେରେଇକି ଗଛ ପାଖକୁ ନଈ କୂଳ ପାଖକୁ ନେଇଗଲା। ଯେମିତି ନଈ କୂଳ ପାଖରେ ପହଞ୍ଚିଛି, ମାଙ୍କଡ ଏକବାରେ କଣ ଡିଆ ମାରିଲା ଜାମୁକୋଳି ଗଛ। ତାପରେ କହିଲା ଆରେ ବୋକା, ତୁ କଣ ପାଗଳ ହେଇଗଲୁ କି? କଲିଜା କଣ କିଏ କାଢିକି ଗଛ କଡ଼ରେ ରଖିପାରେ କି? ମୁଁ ଯେ ଗଛ କଡ଼ରେ ରଖିବି। ସେଠୁ ଏଇ କଥା ଶୁଣିକି କୁମ୍ଭୀର ବହୁତ ମନ ଦୁଃଖ କରିକି ତା ସ୍ତ୍ରୀ ପାଖକୁ ଫେରିଲା। ହେଲା, କଲିଜା କଣ କହିଲୁ? ତାକୁ ଦେଇ ପାରୁନି। କଲିଜା କଣ କହିଲୁ? ତାକୁ କଲିଜା କାଢ। ଆମ କଲିଜା କୋଉଠି ଅଛି?